ଶୁଣନ୍ତୁ ଯଦି ଏଇ ଯେଉଁ ଆକ୍ଚୁଆଲି ଏଇ ଘଟଣାଟାରେ ଆମେ କିଛି କହିବା କଥା ନୁହେଁ ଯଦି ଆପଣ କହିବେ, ମୋର ବି ଇଣ୍ଟରେଷ୍ଟ ନାହିଁ ଏଥିରେ କିଛି କହିବା ପାଇଁ। କିନ୍ତୁ ମାନେ ଯେଉଁ ପ୍ରକାର ଭାବରେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ପଡ଼ୁଛି ଉଠୁଛି, ଏଇଟା ବାସ୍ତବିକ ଗୋଟେ ଦୁଃଖର କଥା। ଆକୁ ସୋସାଇଟି ଆଦେହରୁ କ'ଣ ଶିକ୍ଷା, ସୋସିଆଲ ମିଡ଼ିଆର ମାନେ କ'ଣ? ସୋସିଆଲ ମିଡ଼ିଆର ମାନେ ହେଉଛି ସୋସାଇଟି ଯାହା ଦେହରୁ ଶିକ୍ଷା ଗ୍ରହଣ କରେ ସେଇଟା ହେଲା ସୋସିଆଲ ମିଡ଼ିଆ, ହଁ କି ନାହିଁ? ଗୋଟେ ତୁରନ୍ତ ଗୋଟେ ଜିନିଷ ପାଖକୁ ପହଞ୍ଚିବା ଦରକାର, ଘର ଘରେ ପହଞ୍ଚିବା ଦରକାର। ଆଗରୁ ଯେଉଁ ମେନଷ୍ଟ୍ରିମ୍ ମିଡ଼ିଆ ଗୁଡ଼ାକ ଥିଲା ସେମାନେ ନିଜେ ଡିସାଇଡ଼୍ କରୁଥିଲେ କେଉଁ ନ୍ୟୁଜ୍ଟା ଲୋକଲୋଚନକୁ ଆସିବ କେଉଁଟା ଆସିବନି। ହଁ, ପରମୂର୍ତ୍ତିରେ ସୋସିଆଲ ମିଡ଼ିଆ ହେଲା। ସୋସିଆଲ ମିଡ଼ିଆ ଦୁନିଆ ଅଭିମୁଠି ମେ, ଅର୍ଥାତ୍ ଗୋଟେ ଘରେ ବାପାର ଗୋଟେ ମୋବାଇଲ, ପୁଅର ଗୋଟେ ମୋବାଇଲ, ଝିଅର ଗୋଟେ ମୋବାଇଲ, ସମସ୍ତଙ୍କର ଗୋଟେ ଗୋଟେ ମୋବାଇଲ, ଏବଂ ସମସ୍ତେ ସୋସିଆଲ ମିଡ଼ିଆ ସହିତ ବୁଡ଼ିକି ଅଛନ୍ତି। ସମସ୍ତେ ଦେଖିବେ ଟିପ୍ ଟିପ୍ କରୁଥିବେ ସମସ୍ତେ। କିନ୍ତୁ ବର୍ତ୍ତମାନ ଏଇ ଯେଉଁ ରସୁଲଗଡ଼ର ଯେଉଁ ଷ୍ଟୋରିଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବୁଲୁଛି, ଗୋଟେ ପଟେ ବୋହୂ କହୁଛି ମୁଁ ଠିକ୍, ଶାଶୁ କହୁଛି ମୁଁ ଠିକ୍, ନଣନ୍ଦ କହୁଛି ମୁଁ ଠିକ୍, ନଣନ୍ଦେଇ କହୁଛି ମୁଁ ଠିକ୍, ଶ୍ୱଶୁର ବି କହୁଛି ମୁଁ ଠିକ୍। ଏବଂ ଏଇ ଯେଉଁ ଜିନିଷଟାକୁ ଆପଣ ଥରେ ଦେଖନ୍ତୁ, ଆପଣ ରିଭ୍ୟୁ କରିଦିଅନ୍ତୁ ଏଇ ଜିନିଷଟାକୁ। 2 ମାସ ପୂର୍ବ 3 ମାସ ଖଣ୍ଡେ ପୂର୍ବରୁ ଯେତେବେଳେ ତାଙ୍କର ସେ ପିଲାଟି ଏକ୍ସପାୟାର୍ଡ କରିଗଲା, କେଉଁ ଅବସ୍ଥାରେ ସମସ୍ତେ ଥିଲେ। ଏବଂ ଇଣ୍ଟାର ଯଦି କହିବେ, ଇଣ୍ଟାର ସାରା ଓଡ଼ିଶା କେଉଁଠି ନା କେଉଁଠି ସେମାନଙ୍କ ଉପରେ ଗୋଟେ ମାନେ ସମସ୍ତଙ୍କର ଗୋଟେ ସହାନୁଭୂତି ଥିଲା ଯେ ସେମାନେ କିଭଳି ଭାବରେ ନ୍ୟାୟ ପାଆନ୍ତୁ, ହଁ କି ନାହିଁ? ଏବଂ ସମସ୍ତେ ମଧ୍ୟ ନ୍ୟାୟ ପାଇବା ପାଇଁ ସମସ୍ତେ ବ୍ୟାକୁଳ ଥିଲେ। ଏବଂ ଯେତେବେଳେ ତାଙ୍କର ସେ ଯେଉଁ ରାହୁଲ ଯେଉଁ ପିଲାଟି ଏକ୍ସପାୟାର୍ଡ କରିଗଲା, ତାଙ୍କର ଯେଉଁଦିନ ଦଶ ହେଲା ନା ଯେଉଁ ଗୋଟେ କ'ଣ ହେଲା, ଯେଉଁ ସବୁ ଲୋକମାନେ ଯେଉଁ ଯାଇଥିଲେ, ଯେଉଁ ସିଚୁଏସନ୍ ସେଠି ଥିଲା, ଯେଉଁ ମାହୋଲ ଥିଲା ସେଠି, କେଉଁଠି ନା କେଉଁଠି ସମସ୍ତଙ୍କ ଛାତି ଭିତରଟା ବିଦାରି ହେଇ ପଡ଼ୁଥିଲା ଯେ ଗୋଟେ 2 ମାସର ବୋହୂଟେ ପାଦର ଅଳତା ଲିଭିନି, କାନ୍ଥରୁ ନାଁ ଲିଭିନି, କିନ୍ତୁ ତା ଏକ୍ସପାୟାର୍ଡ କରିଗଲା ହଜବ୍ୟାଣ୍ଡଟି। ଏବଂ ପୂର୍ବରୁ ଯେଉଁ ଭିଡ଼ିଓ ଗୁଡ଼ିକ ସବୁ ତାଙ୍କର ଥିଲା, କେଉଁଠି ନା କେଉଁଠି ସବୁ ମାନେ ସେଇଟା ଆହୁରି ଉଜ୍ଜୀବିତ କରିଦେଉଥିଲା ସମସ୍ତଙ୍କ ମନ କଷ୍ଟଟାକୁ। କିନ୍ତୁ ଏବେ ହଠାତ୍ ଯେତେବେଳେ ଏଇ ଯେଉଁ ଜିନିଷ ଗୁଡ଼ିକ ଘଟୁଛି, ଦେଖନ୍ତୁ 2ଟା ଜିନିଷ, ସେବା କାର୍ପଣ୍ୟ କୃପା ବଳେ କିବା ଅସାଧ୍ୟ ମହିତଳେ। ଯେତେ ଆମେ ଆମର ଦୁଃଖଟାକୁ ଲୁଚେଇକି ରଖିବା, ଆମର ପରିବାର ଭିତରେ ଯେଉଁ ଚାରିକାନ୍ଥ ଭିତରେ ଯେଉଁ ପ୍ରୋବ୍ଲେମଟା ହେଉଛି, ଯଦି ଏଇଟା ଲୁଚେଇକି ଆମେ ରଖିବା, ଅସୁବିଧା କ'ଣ ହେବ? କିଏ ଦୁନିଆରେ ଟର୍ଚର ହେଉନି, କିଏ କଷ୍ଟ ପାଉନି? ଆପଣ ପାଉନାହାନ୍ତି କଷ୍ଟ? ଆପଣ ଥରେ ଭାବିକି ଦେଖନ୍ତୁ, ଆପଣ କଷ୍ଟ ପାଉନାହାନ୍ତି? ମୁଁ କଷ୍ଟରେ ନାହିଁ, ତାମାନେ କ'ଣ ମୋ ପରିବାର ଭିତରେ ମୁଁ କେଉଁ କଷ୍ଟରେ ଅଛି ସେଟାକୁ ସବୁବେଳେ ଆଣିକି ଲୋକଲୋଚନକୁ ପହଞ୍ଚେଇବି? ଆପଣଙ୍କ ପରିବାର ଭିତରେ କିଛି କଷ୍ଟ ନାହିଁ? ଆପଣଙ୍କ ପରିବାର କଥାଟାକୁ ଆଣିକି ଲୋକଲୋଚନକୁ କହୁଛନ୍ତି? ଆମେ ଯେତେବେଳେ ପାଠ ପଢ଼ୁଥିଲୁ, ଆଜ୍ଞା, ମୋ ବୋଉ ଜଣେ ଟିଚର, ଆମେ ଯେତେବେଳେ ପାଠ ପଢ଼ୁଥିଲୁ, ମୋ ବୋଉ ଆମ ଘରେ ସମସ୍ତେ ତ ସ୍କୁଲ ଯିବେ, ବୋଉ ତରତର ହେଇ ବୋଉ ଘର ଉଠିବ, ଘର କାମ କରିବ, ତାପରେ ଆମମାନଙ୍କୁ ସବୁ ଗାଧେଇବ, ଆମକୁ ମୁଣ୍ଡ କୁଣ୍ଡେଇ ଦେବ, ସମସ୍ତେ ସ୍କୁଲ ବାହାରିବୁ। ଆମେ ଦିଦିଙ୍କ ପୁଅ, ଆମେ 5 ଜଣ ଭାଇ ଭଉଣୀ। ମୋ ବୋଉ କ'ଣ କରିବ, ଭାତ ଦିହରେ ଗୋଟେ ଆଳୁ ଗୁଡ଼ାକ ଗୋଟେ ଏ ଯେଉଁ ନଡ଼ିଆ ଖଡ଼ିକା ଦିହରେ ଏମିତି ଗଳେଇକିରି ଗରମ ଭାତଟା ଗଳା ହେବ, ଆଳୁ ସିଝାଟେ, ଭାତ ଆଉ ଆଳୁ ସିଝା ଖାଇକି ଆମେ ସ୍କୁଲ ଯାଇଥିବୁ। ବୁଝିପାରୁଛନ୍ତି ମୋ କଥା? ସ୍କୁଲରେ ବେଳେବେଳେ ଆଗରୁ, ସେତେବେଳେ ସ୍କୁଲରେ ଆପଣଙ୍କ ସମୟରେ ଅଛି ନା ନାହିଁ ମୁଁ ଜାଣିନି, ଆମ ସମୟରେ ସ୍କୁଲରେ ବେଳେବେଳେ ପଚାରେ ଆଜି ତୁମେ କ'ଣ ଖାଇଛ, ମାନେ ପିଲାମାନଙ୍କୁ ଟିକେ ଏନକରେଜ କରିବା ପାଇଁ। ଆମେ ସେଠି କହିବାକୁ, ଆମକୁ ସ୍ୱତନ୍ତ୍ର ଭାବରେ କୁହା ହେଇଥାଏ ଘରେ, ଆମେ କେବେ ହେଲେ କହିବୁନି ଭାତ ଆଉ ଆଳୁ ସିଝା। ଆମେ ନିଶ୍ଚିତ ଭାବରେ ଘରେ କହିବୁ ଆମ ଘରେ ଆଜି ଭାତ ହେଇଥିଲା, ଡାଲି ହେଇଥିଲା, ଭଜା ହେଇଥିଲା, ତରକାରୀ ହେଇଥିଲା। ବେଳେବେଳେ ସାରେ ଯେଉଁ ଯିଏ ସ୍କୁଲ ଟିଚର ଥିବେ ସିଏ ବୋଉ ସାଙ୍ଗେ କଥା ହେଇଥିବେ, କାରଣ ବୋଉ ତ ତାଙ୍କ ଷ୍ଟାଫ୍ ନା। ସିଏ କହିବେ ହଁ ତୋ ବୋଉ ତ ଯେଉଁ ତତେ ସବୁ ପ୍ରକାର କରିକି ଖାଇବାକୁ ତତେ ଦେଇଥିବ ଆଉ। ତ ଏଇ ଯେଉଁ ଜିନିଷଟା ଦେଖନ୍ତୁ, ଆମକୁ ଟ୍ରେନିଂ ଦିଆହେଉଥିଲା କ'ଣ, ତାମାନେ ଘର କଥାକୁ ଲୋକଲୋଚନକୁ ଆଣିବନି। ଘର ଭିତରେ କଥା, ଯେଉଁ ପ୍ରୋବ୍ଲେମଟା ଅଛି ସେଇଟା ସବୁବେଳେ ଟ୍ରାଏ କରିବ କିନ୍ତୁ ଘର ଭିତରେ ସର୍ଟ ଆଉଟ୍ ହେଇଯାଉ। ଆପଣ ମନେକର ବୋହୂଟାକୁ ସେମାନେ ଟର୍ଚର କରିଛନ୍ତି, ତାଙ୍କ କଥା ସତ୍ୟ ହେଇଥାଉ। ଏଇ ଯେଉଁ ସୋସିଆଲ ମିଡ଼ିଆରେ କହିଲେ, ସୋସିଆଲ ମିଡ଼ିଆ ଫେରେଇ ଦେବ ତାଙ୍କ ଟର୍ଚରଟା। ଭାବିକି ଦେଖନ୍ତୁ, ମନେକର ତାଙ୍କ କୌଣସି ଗୋଟେ ଅସୁବିଧା କାରଣରୁ ତାଙ୍କ ନଣନ୍ଦ, ସେ ଯେଉଁ ନଣନ୍ଦ ହେଇଛନ୍ତି, ତାଙ୍କ ନଣନ୍ଦ ଗୋଟେ କୌଣସି କାରଣବଶତଃ ଆସି ତାଙ୍କ ବାପଘର ରହିଲେ, ତାଙ୍କର କ'ଣ ବାପଘର ରାଇଟ୍ସ ନେଇ ରହିବା ପାଇଁ? ଭାବନ୍ତୁ ନିଜେ। ମୁଁ କାହାକୁ ସପୋର୍ଟ କରି କହୁନି। ଆଚ୍ଛା, ଗୋଟେ ନଣନ୍ଦର, ଗୋଟେ ଝିଅର ବାପଘରେ ରହିବା ପାଇଁ ରାଇଟ୍ସ ଅଛି ନା ନାହିଁ? ଗଲା ପ୍ରଥମ କଥା। ଦ୍ୱିତୀୟ ଜିନିଷକୁ ଆପଣ ଆସନ୍ତୁ, ଯଦି ସେମାନଙ୍କର ଜଣକ ଭାଇଟା ଏକ୍ସପାୟାର୍ଡ କରିଯାଇଛି, ଯଦି ଭାଉଜଟି ଅଛି ଘରେ, ଯଦି ସିଏ ଚାହୁଁନି ଯେ ଆମେ ଗୋଟେ ଘରେ ରହିବା ପାଇଁ, ନଣନ୍ଦଟି ମନେକର, ମୁଁ ତ ଦେଖୁଥିଲି ସେ ଏତେ ସୁନା ପିନ୍ଧି, ଏତେ ପଇସାବାଲା ଲୋକମାନେ, ଆଚ୍ଛା ସେମାନେ ଗୋଟେ କ'ଣ ଭୁବନେଶ୍ୱରରେ ଗୋଟେ ରେଣ୍ଟରେ ନେଇକି 5-7 ହଜାର କି 8 ହଜାର ଟଙ୍କା ଗୋଟେ ଘର ଭଡ଼ା, କି 10 ହଜାର ଟଙ୍କା ଘର ଭଡ଼ା ନେଇପାରିବେ କି ନାହିଁ? ତାଙ୍କର ସେ ସ୍ୱାମୀ ସ୍ତ୍ରୀ ସିଆଡ଼େ ରହିଥାନ୍ତେ। ଯଦି ଡିଷ୍ଟର୍ବାନ୍ସ ହେଉଛି, ସବୁବେଳେ ଯେଉଁଥିପାଇଁ କୁହାଯାଉଛି, ଯେଉଁଠି କାଦୁଅ ଅଛି, କାଦୁଅଠୁ ଟିକେ ଦୂରେଇକି ରହିବା।
तार अर्थ हूँ जदि कौन जगार आप फिल करुँच जगार आपण सहित मोर गोटे मतांतर मनांतर हो जुक्तितर्क हो जाऊँगी सब चेष्टा करेंगे से जगटा कि छाड़ी पलैबे जो जो जिन मनकर देखूँ गोटे घर भितर हजबैंड वाइफ झगड़ा लगुच घरे माँ बापा अच्छा से कौन कहते अरे पुआ तु गलु से दांड आड़े बुले देकी आसू ना बहु की लेकिन बाप घर छाड़ी आस 8 दिन से मन परिवर्तन हेल्ले बड़े सब ठीक ठाक हो ये सर नो आम जब सोशल मीडिया कही बुलवा परिवार असुविधा सुविधाटा को पब्लिक फेरइबे ना पब्लिक एमती नख घोषे ए लगे रे माड़गोड़ लगे रे माड़गोड़ बुझीपार मो कथा तेणु मोर कहबार कथा ये जदि आपण टीवी को देखु था परिवार लोक मैंने मुझे रिक्वेस्ट कर शाशु को हो बोहू को हो ससुर को हो से नणंद को हो समस्त को रिक्वेस्ट कर टीवी माध्यम आज्ञा ये जो परिवार जो घटना गुड़िक सोशल मीडिया को आणतु ना प्रथम द्वितीय जिनस हूँ कौन अच्छा मार सी पुओटा राहुल ये सर नो ता पुओटी एक्सपायर करते कष्ट हो कहीं रावण कही रामचंद्र को रावण कही रामचंद्र को दुनिया रे सबुठारु दुख बड़ दुख कौन बोली जो कही सबुठारु दुनियार बड़ दुख हूँ बाप माँ आगरे तांकर पिला चली जावा अर्थात पुअर काम हूँ बाप माँ मुहर मुखाग्नि दवा किंतु जिते बाप कि माँ तार पुओ दिहर मुखाग्नि माने से जो जिनस विदाय करे सब हो जाए तार छुआ ताठू दुख आउ कि समाज रे नहीं ये कष्ट इस दुनिया ताठू कि ना किए कही रावण कही क्या रामचंद्र को बुझिपारे तेणु जिते तार पुओटे एक्सपायर कर मार मन के कष्ट भितर थी प्रथम कथा भौणीटा कथा चिंता करूँ भौणी कौन मन दुख हो ता भाईटा गोटे बोली भाई राखी पूर्णमी राखी बांधुला जहाँ ता भाई सिंह भाया ता पाखे ठिया होता भौणीटा भाईटा मर जा कष्ट हो ना नहीं निश्चित कष्ट हो स्त्री कथा चिंता करूँ केते भितर भल पाइबा थिला केते आफेक्शन थिला केते प्रेम थिला तापर तो 8 वर्ष प्रेम पर दी जन बाहा मैरेज कर 2 वर्ष माने 2 मास होइनी जो कहला भाया पादरू अलता सुखिनी पाद जो कांथरू मलिन पड़नी ना एक्सपायर करगला जोटा कि कौन सी रोग राउल नुहे हठात रोसई करिया खाया कहया जाइए आसला बेलू आउ सी घर को फेरुनी समस्ते दुख कष्ट अच्छा अच्छा आम हिंदू ये सर नो हिंदू तो आपण मैंने हिंदू तो मु हिंदू आम हिंदू स्टेट माने जो कहला भाया हिंदू कंट्री आम अच्छे आम पूर्वजन्म परजन्म विश्वास करुचे आम 10 दिन पालन करुचे आम 12 दिन पालन करुचे आम 11 दिन पालन करुचे वर्षिकिया पालन करुचे कहीं वर्षिकिया पालन करुचे वर्षे पूर्वर सी आम घर चारिपटे बुलू थाए से मुख्य ही न थाए जदि यह सत्य होता है जदि हिंदू धर्म सत्य हिंदू कल्चर सत्य जदि हिंदू पूर्वजन्म परजन्म आमर विश्वास थाए ताहले तांको घर पाखर जो गच्छ अच्छी से गच्छ उपर राहुल बसिक चिंता कर धिक मो जीवन मु कि परिवार भितर जन्म होती जो परिवार भितर मो स्त्री मो ननंद मोर मोर माँ मोर बापा इमान भितर गोटे लड़ई चली आ जो लड़ई सारा राज्य देखी हा हा हाई हसुंच देखरे यही हूँ राहुल परिवार कृष्णाको अभियोग अछि जे कि हम मो शाशुघर लोक मते विदा करदेले जदि ताको शाशु ताकर पुओ राहुल निजर ताकर इठी निजर काहे न होई पाइले ताकर बहू से कि घर ता विदा करदेले कि क्या आप विदा कला देखी ना कि मुझे विदा कला देखनी आमे कहार जहाँ न देखिब बेनी नय नहीं पर तो न जीव